ସାଙ୍ଗମାନେ ପୂର୍ବ ଭିଡିଓରେ ଆମେ ଗଞ୍ଜାମ ଜିଲ୍ଲାର 10ଟି ପର୍ଯ୍ୟଟନ ସ୍ଥଳୀ ବିଷୟରେ ଜାଣିଥିଲେ। ଆଜି ଆଉ 10ଟି ପର୍ଯ୍ୟଟନ ସ୍ଥଳୀ ବିଷୟରେ ଜାଣିବା। ନମ୍ବର 11 ରହୁଛି ସିଦ୍ଧ ଭୈରବୀ ମନ୍ଦିର। ଆପଣ ମାନେ ସେ 10ଟି ଭିଡିଓ ଯଦି ଦେଖି ନଥିବେ ତାହେଲେ ସେ 10ଟି ପର୍ଯ୍ୟଟନ ସ୍ଥଳୀ ବିଷୟରେ ପୂର୍ବ ଭିଡିଓରେ ଆପଣ ମାନେ ଦେଖିପାରିବେ। ସିଦ୍ଧ ଭୈରବୀ ମନ୍ଦିରଟି ବ୍ରହ୍ମପୁର ସହର ଠାରୁ 15 କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଥିବା ମା ଭୈରବୀ ମନ୍ଦିରରେ ଥିବା ମୂର୍ତ୍ତି ଅତ୍ୟନ୍ତ ଆକର୍ଷିତ ଓ ଶକ୍ତିଶାଳୀ। ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଯଦି ମାଙ୍କୁ ଶ୍ରଦ୍ଧାର ସହିତ ପୂଜା କରାଯାଏ ତେବେ ସେ ସମସ୍ତ ମନସ୍କାମନା ପୂରଣ କରନ୍ତି। ପ୍ରତିବର୍ଷ ଏଠାରେ ଦୁର୍ଗା ପୂଜା ଓ ମକର ସଂକ୍ରାନ୍ତି ସମୟରେ ବିଶେଷ ଉତ୍ସବ ପାଳନ କରାଯାଏ। ସିଦ୍ଧ ଭୈରବୀ ମନ୍ଦିରରେ ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ସୁଖ ପାଇଁ ଏକ ଉତ୍ତମ ସ୍ଥଳ। ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ଭିତରେ ମା ସିଦ୍ଧ ଭୈରବୀ ମନ୍ଦିର ଅନ୍ୟତମ। ଯଦି ଆପଣ ମାନେ ଗଞ୍ଜାମ ଜିଲ୍ଲା ବୁଲିବାକୁ ଯାଉଛନ୍ତି ତେବେ ମା ସିଦ୍ଧ ଭୈରବୀ ମନ୍ଦିରକୁ ନିଶ୍ଚିନ୍ତ ଯାଆନ୍ତୁ। ନମ୍ବର 12ରେ ରମ୍ଭା ଲେକ୍। ଏଇ ଲେକ୍ ଗଞ୍ଜାମ ଜିଲ୍ଲାର ଚିଲିକା ହ୍ରଦର ଦକ୍ଷିଣରେ ଅବସ୍ଥିତ। ଏହି ଜାଗାଟି ନେଚର ପ୍ରେମୀ ଓ ଫଟୋଗ୍ରାଫର ମାନଙ୍କ ପାଇଁ ସ୍ୱର୍ଗ ସଦୃଶ ସ୍ଥାନ। ଏହାର ନିକଟରେ ଥିବା ବାର୍ଡସ ଆଇଲାଣ୍ଡ, ନଳବଣ ଓ ହନିମୁନ ଆଇଲାଣ୍ଡ କୁ ଆପଣ ମାନେ ନୌକା ମାଧ୍ୟମରେ ଯାଇପାରିବେ। ଏହି ଜାଗା ସବୁ ଆପଣ ମାନଙ୍କୁ ସୁନ୍ଦର ଅନୁଭୂତି ମିଳିବ। ଶୀତ ଦିନେ ଏଠାକୁ ବହୁ ପ୍ରକାରର ବିଦେଶୀ ପକ୍ଷୀ ମାନେ ଆସି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାନ୍ତି। ରମ୍ଭା ଠାରେ OTDC ପାନ୍ଥ ନିବାସ ରହିଛି ଯେଉଁଠି ଆପଣ ମାନେ ସୁନ୍ଦର ହ୍ରଦର ଦୃଶ୍ୟ ସହିତ ରାତ୍ରି ଅତିବାହିତ କରିପାରିବେ। ସନ୍ଧ୍ୟା ସମୟରେ ଏହି ସ୍ଥାନ ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଯାଏ। ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କର ଏଠାକୁ ଆସିଥାନ୍ତି। ବ୍ରହ୍ମପୁର ସହର ଠାରୁ ଏହି ଜାଗାର ଦୂରତା 45 କିଲୋମିଟର ଅଟେ। ନମ୍ବର 13 ହଉଛି ବାରିଆ ପଥର ଜଳପ୍ରପାତ। ଏହି ଜଳପ୍ରପାତ ବ୍ରହ୍ମପୁର ସହର ଠାରୁ ପ୍ରାୟ 71 କିଲୋମିଟର ଦୂରରେ ଅବସ୍ଥିତ। ଏହି ଜଳପ୍ରପାତ ମହେନ୍ଦ୍ରଗିରି ପର୍ବତରୁ ପ୍ରବାହିତ ହେଉଛି। ବାରିଆପଥର ଜଳପ୍ରପାତଟି ଅଧିକ ଉଚ୍ଚତା ନୁହେଁ କିନ୍ତୁ ବହୁତ ଆକର୍ଷଣୀୟ। ଏହି ସ୍ଥାନକୁ ପର୍ଯ୍ୟଟକ ମାନେ ଶୀତ ଋତୁରେ ଆସିଥାନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରକୃତି ପ୍ରେମୀ ମାନଙ୍କୁ ଆକର୍ଷିତ କରିଥାଏ। ଆପଣ ମାନେ ଗଞ୍ଜାମ ଜିଲ୍ଲାର ଏକ ଭଲ ୱାଟରଫଲ ଖୋଜୁଥାନ୍ତି ତାହେଲେ ଏଇ ବାରିଆପଥର ୱାଟରଫଲ କୁ ନିଶ୍ଚିନ୍ତ ଭିଜିଟ କରନ୍ତୁ। ନମ୍ବର 14 ବା 14ରେ ବାଘ ଚଞ୍ଚଡା ୱାଟରଫଲ। ବାଘ ଚଞ୍ଚଡା ଜଳପ୍ରପାତ ଗଞ୍ଜାମ ଜିଲ୍ଲାର ଅତ୍ୟନ୍ତ ଆକର୍ଷଣୀୟ ଓ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଗୋଟିଏ। ଏହି ଜଳପ୍ରପାତ ଘଞ୍ଚ ଜଙ୍ଗଲ ଓ ପାହାଡରେ ଘେରି ହୋଇ ରହିଛି। ଉଚ୍ଚ ପାହାଡରୁ ଝରି ପଡୁଥିବା ଏଇ ଜଳପ୍ରପାତକୁ ଦେଖିଲେ ଆପଣ ମାନଙ୍କ ମନ ମନ୍ତ୍ରମୁଗ୍ଧ ହୋଇଯିବ। ପିକନିକ ଉତ୍ସାହୀ ଲୋକମାନଙ୍କ ପାଇଁ ଏହା ଏକ ଅଦ୍ଭୁତ ସ୍ଥାନ। ସରକାରୀ ପର୍ଯ୍ୟଟନ ବିଭାଗ ଗୋଟିଏ ପ୍ରମୁଖ ଟୁରିଜିମ ସ୍ଥଳ ଭାବରେ ବିକଶିତ କରିବା ପାଇଁ ଯୋଜନା କରୁଛନ୍ତି। ବ୍ରହ୍ମପୁର ସହର ଠାରୁ ଏ ସ୍ଥାନର ଦୂରତା ପ୍ରାୟ 18 କିଲୋମିଟର ଅଟେ। ନମ୍ବର 15ରେ ଅଛି ଅଲିବ୍ରିଡଲେ ଋଷିକୁଲ୍ୟା। ଋଷିକୁଲ୍ୟା ନଦୀ ମୁହାଣରେ ଅବସ୍ଥିତ ଏହି ସମୁଦ୍ର ତଟ ଗଞ୍ଜାମ ଜିଲ୍ଲାର ଅନ୍ୟ ଏକ ପର୍ଯ୍ୟଟନ ସ୍ଥଳ ଅଟେ। ପ୍ରତିବର୍ଷ ଫେବୃଆରୀରୁ ଏପ୍ରିଲ ମାସ ମଧ୍ୟରେ ଲକ୍ଷ ଲକ୍ଷ ଅଲିବ୍ରିଡଲେ କଇଁଛ ମାନେ ଏଠାକୁ ଆସି ଅଣ୍ଡା ଦେଇ ଯାଆନ୍ତି। ଏହି ଦୃଶ୍ୟ ପୃଥିବୀରେ ମାତ୍ର କେତୋଟି ଜାଗାରେ ହୋଇଥାଏ ଯାହା ମଧ୍ୟରୁ ଋଷିକୁଲ୍ୟା ଗୋଟିଏ। ସନ୍ଧ୍ୟା ସମୟରେ ଲକ୍ଷ ଲକ୍ଷ କଇଁଛ ସମୁଦ୍ର ତଟରେ ଆସି ଅଣ୍ଡା ଦେଇଥାନ୍ତି। ଏହି ସମୟରେ ସମୁଦ୍ର ତଟର ଦୃଶ୍ୟ ଆକର୍ଷଣୀୟ ହୋଇଥାଏ। ପର୍ଯ୍ୟଟକ ମାନେ ଏଠାକୁ ଆସି ଏହି ଅଦ୍ଭୁତ ପ୍ରାକୃତିକ ଘଟଣାକୁ ନିଜ ଆଖି ଆଗରେ ଦେଖି ଆନନ୍ଦିତ ହୋଇଥାନ୍ତି। ବ୍ରହ୍ମପୁର ସହର ଠାରୁ ଏହି ଜାଗାର ଦୂରତା 36 କିଲୋମିଟର ହେବ। ନମ୍ବର 16ରେ ଖଲିକୋଟ ଜଗନ୍ନାଥ ମନ୍ଦିର। ଏହି ମନ୍ଦିର ଗଞ୍ଜାମ ଜିଲ୍ଲାର ଅନ୍ୟ ଏକ ପ୍ରାଚୀନ ଧାର୍ମିକ ସ୍ଥଳ। ମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହିତ ପୂଜା କରାଯାଏ। ପ୍ରତିବର୍ଷ ରଥଯାତ୍ରା ସମୟରେ ଏଠାରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ରଥଯାତ୍ରା ସମୟରେ ହଜାର ହଜାର ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି। ପର୍ଯ୍ୟଟକ ମାନେ ଏଠାକୁ ଆସି ଜଗନ୍ନାଥଙ୍କର ଦର୍ଶନ ସହିତ ପ୍ରକୃତିର ଅନ୍ୟାନ୍ୟ ସ୍ପର୍ଶ ଅନୁଭବ କରିଥାନ୍ତି। ଖଲିକୋଟ ଜଗନ୍ନାଥ ମନ୍ଦିର ବ୍ରହ୍ମପୁର ସହର ଠାରୁ 60 କିଲୋମିଟର ଦୂରରେ ଅବସ୍ଥିତ।
ଏହା ପୁରୀ ପରେ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ଭାବେ ମାନ୍ୟତା ପାଇଛି। ନମ୍ବର 17 ତପ୍ତପାଣି। ତପ୍ତପାଣି ହେଉଛି ଗଞ୍ଜାମ ଜିଲ୍ଲାର ଏକ ଅଦ୍ଭୁତ ପ୍ରାକୃତିକ ସ୍ଥଳ। ଏହା ଏକ ଗରମ ପାଣି ଝରଣା ଭାବରେ ଜଣାଶୁଣା। ଏହି ଗରମ ପାଣିର ତାପମାତ୍ରା ପ୍ରାୟ 50 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢିଥାଏ। ଏହି ପାଣିକୁ ଧାର୍ମିକ ଓ ଚିକିତ୍ସା ଦୁଇଟି ଉଦ୍ଦେଶ୍ୟରେ ପ୍ରସିଦ୍ଧ ବୋଲି କହିଥାନ୍ତି। ସ୍ଥାନୀୟ ଲୋକମାନଙ୍କର ବିଶ୍ୱାସ ଯେ ଏହି ପାଣିରେ ସ୍ନାନ କଲେ ବିଭିନ୍ନ ଚର୍ମ ରୋଗ ଓ ଶାରୀରିକ ପୀଡା ହ୍ରାସ ପାଇଥାଏ। ଏଥିପାଇଁ ବିଶେଷ କରି ଶୀତ ଋତୁରେ ଲୋକମାନେ ଏହି ଜାଗାକୁ ଆସିଥାନ୍ତି। ଏଠାରେ ଗେଷ୍ଟ ହାଉସ ପର୍ଯ୍ୟଟନ ବିଭାଗର ବିଶ୍ରାମାଗାର ମଧ୍ୟ ଅଛି, ଯେଉଁଠି ଆପଣମାନେ ରାତିରେ ରହି ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ବ୍ରହ୍ମପୁର ସହର ଠାରୁ ଏହି ସ୍ଥାନର ଦୂରତା ପ୍ରାୟ 50 କିଲୋମିଟର ଅଟେ। ନମ୍ବର 8 ଘୋଡାହାଡ ଡ୍ୟାମ। ଏହି ଡ୍ୟାମଟି ବ୍ରହ୍ମପୁର ସହର ଠାରୁ ପ୍ରାୟ 47 କିଲୋମିଟର ଦୂରରେ ଅବସ୍ଥିତ। ଏହା କେବଳ ଏକ ଡ୍ୟାମ ନୁହେଁ, ବରଂ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ହୋଇଛି। ଡ୍ୟାମ ଚାରିପାଖରେ ଥିବା ପାହାଡ, ଘଞ୍ଚ ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଏହି ସ୍ଥାନକୁ ଅପୂର୍ବ ସୁନ୍ଦର କରିଦେଇଛି। ଅନେକ ପର୍ଯ୍ୟଟକ ମାନେ ଏଠାକୁ ପିକନିକ ଏବଂ ହଲିଡେ ଉପଭୋଗ କରିବା ପାଇଁ ଆସିଥାନ୍ତି। ଘୋଡାହାଡ ଡ୍ୟାମ ନିକଟରେ ଓଡିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ଦ୍ୱାରା ଏକ ସୁନ୍ଦର ପାର୍କ ନିର୍ମାଣ କରାଯାଇଛି, ଯାହା ଏହି ସ୍ଥାନକୁ ଆହୁରି ଆକର୍ଷଣୀୟ କରିଦେଉଛି। ଏହି ସ୍ଥାନକୁ ପରିଦର୍ଶନ କରିବାର ଉପଯୁକ୍ତ ସମୟ ହେଲା ଶୀତ ଋତୁ। ନମ୍ବର 19 ହଉଛି ବଟେଶ୍ୱର ଟେମ୍ପଲ ଆଣ୍ଡ ସି ବିଚ୍। ବଟେଶ୍ୱର ମନ୍ଦିର ଓ ଏହାର ସମୁଦ୍ର ତଟ ଗଞ୍ଜାମ ଜିଲ୍ଲାର ଅନ୍ୟ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ। ଏଠାରେ ଥିବା ବଟେଶ୍ୱର ମନ୍ଦିର ଭଗବାନ ଶିବଙ୍କର ଉତ୍ସର୍ଗୀକୃତ। ମନ୍ଦିରଟି ସମୁଦ୍ର ତଟ ନିକଟରେ ଥିବାରୁ ଏଠାକୁ ଆସିଲେ ଆପଣମାନେ ଏକା ସମୟରେ ଧାର୍ମିକ ଓ ପ୍ରାକୃତିକ ଉପଭୋଗ କରିପାରିବେ। ସୂର୍ଯ୍ୟାସ୍ତ ସମୟରେ ସମୁଦ୍ର ଓ ମନ୍ଦିର ଦୁହିଁଙ୍କର ସଂଯୋଗ ଏକ ଅବିସ୍ମରଣୀୟ ଅନୁଭୂତି ଦେଇଥାଏ। ବଟେଶ୍ୱର ମନ୍ଦିରର ମୁଖ୍ୟ ପର୍ବ ହେଉଛି ମହାଶିବରାତ୍ରି, କାର୍ତ୍ତିକ ପୂର୍ଣ୍ଣିମା, ଯାହାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଏ। ଏଠାକୁ ପର୍ଯ୍ୟଟକ ମାନେ ମୁଖ୍ୟତଃ ପିକନିକ, ଫଟୋଗ୍ରାଫି ପାଇଁ ଓ ଧାର୍ମିକ ଯାତ୍ରା ପାଇଁ ଆସିଥାନ୍ତି। ବ୍ରହ୍ମପୁର ସହର ଠାରୁ ଏହି ସ୍ଥାନର ଦୂରତା ପ୍ରାୟ 40 କିଲୋମିଟର ହେବ। ନମ୍ବର 20 ବା ଲାଷ୍ଟ ଅଛି ସୋନପୁର ବିଚ୍। ସୋନପୁର ବିଚ୍ ଗଞ୍ଜାମ ଜିଲ୍ଲାର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଅଟେ। ଏହା ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଅଞ୍ଚଳରେ ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମା ନିକଟରେ ଅବସ୍ଥିତ। ସୋନପୁର ସମୁଦ୍ର ତଟକୁ ଅନେକ ପର୍ଯ୍ୟଟକ ପିକନିକ ପାଇଁ ଆସିଥାନ୍ତି। ଏଠାକାର ସୂର୍ଯ୍ୟାସ୍ତ ଅତି ମନୋରମ। ଏହି ଜାଗା ଓଡିଶାର ସବୁଠାରୁ ସ୍ୱଚ୍ଛ ବେଳାଭୂମି ଗୁଡିକ ମଧ୍ୟରୁ ଗୋଟିଏ। ଏଠାକାର ଶାନ୍ତମୟ ପରିବେଶ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣ ମାନଙ୍କୁ ସୁନ୍ଦର ଅନୁଭୂତି ଦେବ। ଏହି ସ୍ଥାନକୁ ପରିଦର୍ଶନ କରିବାର ଉପଯୁକ୍ତ ସମୟ ହେଉଛି ନଭେମ୍ବରରୁ ଫେବୃଆରୀ ମାସ ମଧ୍ୟରେ। ସୋନପୁର ବିଚ୍ ବ୍ରହ୍ମପୁର ସହର ଠାରୁ ପ୍ରାୟ 30 କିଲୋମିଟର ଦୂରରେ ଅବସ୍ଥିତ। ଏଠାକୁ ଆପଣମାନେ ବ୍ରହ୍ମପୁରରୁ ବସ୍ ବା ଟ୍ୟାକ୍ସି ମାଧ୍ୟମରେ ସହଜରେ ପହଞ୍ଚି ପାରିବେ। ଆଶା କରୁଛି ଏହି ଭିଡିଓ ମାଧ୍ୟମରେ ଆପଣମାନେ ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ବିଷୟରେ କିଛି ନା କିଛି ଜାଣିପାରିଥିବେ। ଆପଣମାନେ ଭିଡିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଭିଡିଓଟିକୁ ଭଲ ଲାଗିଥିଲେ ନିଶ୍ଚୟ ଭାବରେ ଲାଇକ୍ ଟେ କରିଦେବେ। ମୋ ଚ୍ୟାନେଲରେ ନୂଆ କରି ଭିଡିଓ ଦେଖିଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି, ବେଲ ଆଇକନ ପ୍ରେସ କରିଦେବେ। ଏମିତି ନୂଆ ନୂଆ ଭିଡିଓର ନୋଟିଫିକେସନ ଆପଣମାନଙ୍କ ପାଖକୁ ଚାଲିଯିବ। କମେଣ୍ଟରେ କେଉଁ ଜାଗାଟି ଗଞ୍ଜାମ ଜିଲ୍ଲାର ସୁନ୍ଦର ଲାଗିଲା ସେ ଜାଗାଟିର ନାଁ ମେନସନ କରିବେ। ଅଧିକରୁ ଅଧିକ ସେୟାର କରିଦେବେ। ରହୁଛି, ପୁଣି ଦେଖାହବ ଆଉ ଏକ ନୂଆ ଭିଡିଓରେ। ନମସ୍କାର, ଜୟ ଜଗନ୍ନାଥ।